ଦି ଦିନ ହେଲା ତମ ଗଛ ତମକୁ ଝୁରୁ ନଥିଲା ତ? କାନ୍ଦୁଥିଲେ? ମାଲିକ ବିନା ମାଲିକରେ ଗଛ ରହିବ? ଯେମିତି ଛୁଆଠୁ ବାପା ମା ଗଲା ଭଳିଆ ତମେ ତାଙ୍କଠୁ ଯାଇଛ ମାନେ ସେ ସତରେ କାନ୍ଦିଛନ୍ତି। ଏ ବାଇଗଣ ଗଛ ତ ଆମ ଆଡ଼କୁ ଉଣ୍ଡୁ ନଥିଲା। ଆଉ ହଁ ଆଜି ବାପା ଆଇଲା ଖୁଣ ଉଣ୍ଡିଲେ? ଇଏ ମା ସେ ମାଲିକକୁ ମନେ ମନେ ଝୁରୁଥିଲା। ସତେ? ହଁ ମୁଁ ବି ହେରା କହୁଛି ମୁଁ ବୁଝେଇକି ରଖିଥିଲି। ମୁଁ କହିଲି ମାଲିକ ଚଞ୍ଚଳ ପଳେଇ ଆସିବ, ତମେ ପିଲାମାନେ ବ୍ୟସ୍ତ ହୁଅନି, କାନ୍ଦନି, ଆମେ ଅଛୁ। କାନ୍ଦନି। ଏଇଆ ତ? ହଁ ଏଇ ଦେଖ ବାପା ଏଇନୁ ପାଣି ଦେଲା ମାନେ ସବୁ ଚେଙ୍ଗ ହେଇକି ରହିବେ। ତାଙ୍କ ହାତରୁ ସେ ଖାଇବା ଗ୍ରହଣ କରୁଛନ୍ତି, ଆମ ହାତରୁ ନେଲେ ସେ ପସନ୍ଦ କରୁନାହାନ୍ତି। ଆଉ ନା ଏ ସତରେ? କୋଉଠି ଅନଉନ? ପାଣି ଦଉଛ? ତମ ହାତରୁ ଏତେ ଖାଇକି ପେଟେ ପେଟେ ଶାନ୍ତି ହେଇଯିବେ, ନହେଲେ ଗଛ ଦେଖୁନ ଶୁଖିକି ଥିଲା, କାନ୍ଦିକିରି ଶୁଖିକି ଅଛନ୍ତି।